କରୁଣାମୟୀ ମା ପରମ ପ୍ରଭୁ ଶ୍ରୀ ଅରବିନ୍ଦଙ୍କ ପାଦ ପଦ୍ମରେ ଶୁଭ ସନ୍ଧ୍ୟାରେ ଅଶେଷ ଭକ୍ତିପୂତ ପ୍ରଣତି। ମାଙ୍କର ଏହି ଦିବ୍ୟ ପାଠଶାଳାରେ ଯୋଗ ଦେଇଥିବା ମୋର ସମସ୍ତ ଶ୍ରଦ୍ଧାୟୀ ଭାଇ ଭଉଣୀ ମାନଙ୍କୁ ଅନେକ ସ୍ନେହ ଶ୍ରଦ୍ଧା ଶୁଭେଚ୍ଛା। କୁନି ଅରଶ୍ରୀକୁ ଅନେକ ଅନେକ ଆଶୀର୍ବାଦ। ଏହି କଥା ଯଜ୍ଞରେ ଯୋଗ ଦେଇଥିବା ଆହୁତି ପ୍ରଦାନ କରିଥିବା ମୋର ସମସ୍ତ ଭାଇ ଭଉଣୀ ମାନଙ୍କୁ ଅନେକ ଶ୍ରଦ୍ଧା ଓ ସମ୍ମାନ। ସାବିତ୍ରୀ ସାଧନାର ପୂର୍ବବର୍ତ୍ତୀ ଆଲୋଚନା କ୍ରମରେ ଆମେ ଅଧ୍ୟୟନ କରିଥିଲେ ଏହି ବିଶ୍ୱଟି ଏପରି ନିର୍ମିତ ହୋଇଛି। ଏହି ବିଶ୍ୱଟି ଏପରି ନିର୍ମିତ ହୋଇଛି ଯେ ଏଠାରେ ସବୁ କିଛି ଅଛି। ପାର୍ଥିବ ବନ୍ଧନ ସହିତ ଆଧ୍ୟାତ୍ମିକ ସ୍ୱାଧୀନତା ମଧ୍ୟ ରହିଛି। ପାର୍ଥିବ ଜଗତର ବନ୍ଧନରେ ଆମେ ବାନ୍ଧି ହେଲେ ମଧ୍ୟ ଆମ ପାଇଁ ସ୍ୱାଧୀନତା ରହିଛି ଅନୁସନ୍ଧାନ ସାପେକ୍ଷ। ବନ୍ଧନ ଯେପରି ଚରମ, ପରମ କୃପାର କାର୍ଯ୍ୟ ମଧ୍ୟ ସେହିପରି ସର୍ବୋତ୍ତମ। ଆମେ ଯାହାକୁ ବାଛିବା ସେହି ଅନୁସାରେ ପରିଣାମ ଭୋଗ କରିବା। ଏଠାରେ କିନ୍ତୁ ସାବିତ୍ରୀ ସେହି ବିଶ୍ୱାତୀତ ପରମଙ୍କ ହସ୍ତକ୍ଷେପକୁ ବାଛିଛନ୍ତି। ସେଥିପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି। ଅମରତ୍ୱ ପଥରେ ଯେଉଁ ଅତୀତ ପ୍ରତିବନ୍ଧକ ହୋଇଥିଲା ତାହାକୁ ହଟେଇ ଦେବେ ଏବଂ ନିଜ ନିୟତିର ନବନିର୍ମାଣ ସେ କରିବେ। ଏ ପୂର୍ବର ଆଲୋଚନାର କିଛି ସାରବସ୍ତୁ ପରବର୍ତ୍ତୀ ପଂକ୍ତିକୁ ଆମେ ଅଧ୍ୟୟନ କରିବା। A colloquy of the original gods meeting upon the borders of the unknown. Her soul's debate with embodied nothingness must be wrestled out on dangerous dim background. Her being must confront its formless cause against the universe with its single self. A colloquy of the original gods meeting upon the borders of the unknown. ଅଜ୍ଞାତଙ୍କ ସୀମା ପ୍ରାନ୍ତରେ ଦୁଇ ଆଦି ଦେବଙ୍କର ଗୂଢ଼ ବାର୍ତ୍ତାଳାପ ଅନୁଷ୍ଠିତ ହେବ। ଅଜ୍ଞାତଙ୍କର ସୀମା ପ୍ରାନ୍ତରେ ଏ ଦୁଇ ଆଦି ଦେବ ମା ସାବିତ୍ରୀ ଏବଂ ଯମ, ଏମାନଙ୍କର ଗୂଢ଼ ବାର୍ତ୍ତାଳାପ ଅନୁଷ୍ଠିତ ହେବ। ସାବିତ୍ରୀଙ୍କ ଅନ୍ତରାତ୍ମା ଏବଂ ମୂର୍ତ୍ତିମନ୍ତ ଅସତ୍ ବା ମୃତ୍ୟୁର ବିତର୍କ ବା ଦ୍ୱନ୍ଦ୍ୱ ଏକ ବିପଦପୂର୍ଣ୍ଣ ନିଷ୍ପ୍ରଭ ପଟ୍ଟଭୂମିରେ ଭୀଷଣ ଆକାର ଧାରଣ କରିବ। ଉଭୟଙ୍କର ବାର୍ତ୍ତାଳାପ ଭୟଙ୍କର ରୂପ ନେବ। Her soul's debate with embodied nothingness must be wrestled out on dangerous dim background. ଏହି ପଟ୍ଟଭୂମିରେ ଭୀଷଣ ଆକାର ଧାରଣ କରିବ। ସାବିତ୍ରୀଙ୍କ ସତ୍ତା ତାଙ୍କ ନିଜର ଅରୂପ ମୂଳ କାରଣର ସମ୍ମୁଖୀନ ହେବ। ତାଙ୍କର ଅରୂପ କାରଣଟି ହେଉଛନ୍ତି ମହାକାଳ, ଯିଏକି ନଥିଙ୍ଗନେସ୍ ଭାବରେ ଅଛନ୍ତି, ରୂପାୟିତ ହୋଇନାହାନ୍ତି। ସାବିତ୍ରୀଙ୍କ ସତ୍ତା ତାଙ୍କ ନିଜର ଅରୂପ ରୂପ ପାଇ ନଥିବା ମୂଳ କାରଣର ସମ୍ମୁଖୀନ ହେବ। ସେ ତାଙ୍କର ଏକାନ୍ତ ସତ୍ତାର ସାମର୍ଥ୍ୟକୁ ବିଶ୍ୱ ବିରୋଧରେ ଉତ୍ତୋଳିତ କରିବେ। Her being must confront its formless cause against the universe with its single self. ସେ ତାଙ୍କର ଏକାନ୍ତ ନିଜର ଅରୂପ ମୂଳ କାରଣର ସମ୍ମୁଖୀନ ହେବା ସଙ୍ଗେ ସଙ୍ଗେ ତାଙ୍କ ସତ୍ତାର ସାମର୍ଥ୍ୟକୁ ବିଶ୍ୱ ବିରୋଧରେ ଉତ୍ତୋଳିତ କରିବେ। ଆଲୋଚ୍ୟ ପଂକ୍ତିରେ ସାବିତ୍ରୀ ଏବଂ ଶରୀରଧାରୀ ଅସତ ମଧ୍ୟରେ ବାର୍ତ୍ତାଳାପ ପ୍ରସଙ୍ଗ ଉପସ୍ଥାପିତ ହୋଇଛି। ସେ ଅଶରୀରୀ ଶରୀର ଧାରଣ କରୁଛନ୍ତି। ସେଇ ଅସତ ସହିତ ସାବିତ୍ରୀଙ୍କର ବାର୍ତ୍ତାଳାପ ପ୍ରସଙ୍ଗ ଉପସ୍ଥିତ ହୋଇଛି। ଦେହଧାରୀ ଅସତ ହେଲା ମୃତ୍ୟୁ, ଯିଏ ଶାଶ୍ୱତ ନାସ୍ତିର ପ୍ରତିନିଧିତ୍ୱ କରୁଛି, ନଥିଙ୍ଗନେସ୍। ସେ ହେଲା ଇଟର୍ନାଲ ନୋ,
ମାତ୍ର ସାବିତ୍ରୀ ପରମଙ୍କ ପ୍ରତିନିଧି ଭାବରେ ଶାଶ୍ୱତ ଅସ୍ତି ଅର୍ଥାତ୍ ଇଟର୍ନାଲ ୟେସ୍, ସେ ଇଟର୍ନାଲ नो ଏ ହେଉଛନ୍ତି ଇଟର୍ନାଲ ୟେସ୍। এই ଦୁଇ ଜଣ ଅର୍ଥାତ୍ ମୃତ୍ୟୁଦେବ ଏବଂ ସାବିତ୍ରୀ ହେଲେ ଆଦି ଦେବ, ଅରିଜିନାଲ ଗଡ୍ସ, ମୂଳ ଦେବତା। ଏ ସାକ୍ଷାତ ଘଟିବ ଦୃଶ୍ୟମାନ ଜଗତର ଊର୍ଦ୍ଧ୍ୱ ଦେଶରେ, ଏବଂ ସେ ଊର୍ଦ୍ଧ୍ୱ ଦେଶଟି ହେଉଛି ଅଜ୍ଞାତଙ୍କର ସୀମାନ୍ତରେ ଅବସ୍ଥିତ। ସେଠାରେ ଏଇ ଦୁଇ ଅପରାଜୟ ଶକ୍ତିଙ୍କ ମଧ୍ୟରେ ଭୟଙ୍କର ଲଢ଼େଇ ହେବ। ଦୁଇ ଜଣ ଯାକ ଅପରାଜୟ, କିଏ ହାରିବ କିଏ ଜିତିବ ତାର ସମ୍ଭାବନା ପୂର୍ବରୁ କରିହେବ ନାହିଁ। ସେଇ ଅଦୃଶ୍ୟ ସମର ଭୂମିଟି ଅସ୍ପଷ୍ଟ ଏବଂ ବିପଦ ସଂକୁଳ, କାରଣ ଯୁଦ୍ଧର ଫଳାଫଳ ଅନିଶ୍ଚିତ। ଏ ଲଢ଼େଇ ଏଇ ଦୁଇ ଶକ୍ତିଙ୍କ ମଧ୍ୟରେ, ଏଥିରେ ଦେବତା ମାନେ ମଧ୍ୟ ସହଯୋଗ କରିପାରିବେ ନାହିଁ ବା ଅଂଶଗ୍ରହଣ କରିପାରିବେ ନାହିଁ। ଏ ଲଢ଼େଇରେ କେବଳ ଏଇ ଦୁଇ ଜଣ ହିଁ ସାମିଲ ହେବେ, ଦେବତା ମାନଙ୍କର କୌଣସି ସହଯୋଗ ମିଳିବ ନାହିଁ। ସେଥିରେ ପରାସ୍ତ ହେଲେ ବିନାଶ ଅବଶ୍ୟମ୍ଭାବୀ। ଗୋଟିଏ ପଟେ ନଥିଙ୍ଗନେସ୍, ଅସତ୍ ବା ମୃତ୍ୟୁ ସାବିତ୍ରୀଙ୍କୁ ଧ୍ୱଂସ କରିଦେଇପାରେ, ଅନ୍ୟପଟେ ମୃତ୍ୟୁ ପରାସ୍ତ ହେଲେ ନିଜ ଅସ୍ତିତ୍ୱ ହରେଇ ଦେଇପାରେ। ଆଇଦର ଅର୍, ନଥିଙ୍ଗନେସ୍ ଯେ ଅସତ୍ ସେ ସାବିତ୍ରୀଙ୍କର ଧ୍ୱଂସ କରିଦେଇପାରେ, କିମ୍ବା ମୃତ୍ୟୁ ନିଜେ ପରାସ୍ତ ହୋଇଯାଇପାରେ। ସାବିତ୍ରୀଙ୍କ ସତ୍ତା ଦୃଶ୍ୟମାନ ଜଗତର ଊର୍ଦ୍ଧ୍ୱରେ ନିଜର ଅରୂପ ଆଦି କାରଣ ବା ଉତ୍ସର ସମ୍ମୁଖୀନ ହେବେ। এই ଯୋଉ ଜଗତରେ ଦୃଶ୍ୟମାନ ତାହାର ବହୁତ ଊର୍ଦ୍ଧ୍ୱରେ ଏକ ଅଦୃଶ୍ୟ ଜଗତରେ ସେଇ ଅରୂପ ଅର୍ଥାତ୍ ମହାକାଳ, ଆଗରୁ ଯେ ରୂପାୟିତ ହେଇ ନଥିଲେ, ସେ ହେଉଛନ୍ତି ଆଦି କାରଣ ବା ଉତ୍ସ। ସାବିତ୍ରୀଙ୍କର ସେଇ ଉତ୍ସ, ସେଇ ନିଜ ଉତ୍ସର ସମ୍ମୁଖୀନ ହେଉଛନ୍ତି। ସେଇ ଏକା ଉତ୍ସରୁ ଏ ବିଶ୍ୱ ବ୍ୟବସ୍ଥାର ସଂରଚନା। ଏ ବିଶ୍ୱଟି ଏକ ବିଧାନର କ୍ଷେତ୍ର। ଏଠାରେ ସୃଷ୍ଟି, ବିକାଶ ବା ଅଭିବୃଦ୍ଧି ପରି ସକାରାତ୍ମକ ପ୍ରକ୍ରିୟା ଯେପରି କ୍ରିୟାଶୀଳ, ସେହିପରି କ୍ଷୟ, ଧ୍ୱଂସ ଓ ମୃତ୍ୟୁ ପରି ନକାରାତ୍ମକ ପ୍ରକ୍ରିୟା ମଧ୍ୟ ପରସ୍ପର ସଂଯୁକ୍ତ ହୋଇ କ୍ରିୟାଶୀଳ ଅଛନ୍ତି। ଏଇ ଯୋଉ ସୃଷ୍ଟିଟି ବିକାଶ ବା ଅଭିବୃଦ୍ଧି ତାର ଯେମିତି ଘଟୁଛି ଏବଂ ସକାରାତ୍ମକ ଭାବରେ ପରି କ୍ରିୟାଶୀଳ ହେଉଛି, ଠିକ୍ ସେହିପରି କ୍ଷୟ, ଧ୍ୱଂସ, ମୃତ୍ୟୁ ମଧ୍ୟ ଏଭଳି ନକାରାତ୍ମକ ପ୍ରକ୍ରିୟା ମଧ୍ୟ ପରସ୍ପର ସଂଯୁକ୍ତ ହୋଇ କ୍ରିୟାଶୀଳ ଅଛନ୍ତି। ସାବିତ୍ରୀଙ୍କର ଏକକ ବ୍ୟକ୍ତି ସତ୍ତା ଏଇ ଚରମ ବିଧାନ ବିପକ୍ଷରେ ଠିଆ ହେବ। ଏଇ ଯୋଉ ବିଧାନଟି ଅଛି ନକାରାତ୍ମକ ସକାରାତ୍ମକ ମଧ୍ୟରେ ସଂଘର୍ଷ, ଏ ବିଧାନର ବିପକ୍ଷରେ ସାବିତ୍ରୀଙ୍କ ସତ୍ତା ଦଣ୍ଡାୟମାନ ହେବ। On the bare peak where self is alone with naught, and life has no sense and love no place to stand, she must plead her case upon extinction's verge. In the world's death cave uphold life's helpless claim, and vindicate her right to be and love. On the bare peak where self is alone with naught, and life has no sense and love no place to stand, she must plead her case upon extinction's verge. In the world's death cave uphold life's helpless claim, and vindicate her right to be and love. ସେଇ ଶୂନ୍ୟ ଶିଖର ଯେଉଁଠି ଆଦି ନାସ୍ତି ସହ ଆତ୍ମା ଏକାକୀ ଅବସ୍ଥାନ କରିଛି, ଆଦିମ ନାସ୍ତି ସହିତ ଆତ୍ମା ମଧ୍ୟ ଅବସ୍ଥାନ କରିଛି, ତାହା ଏକ ଶୂନ୍ୟ ଶିଖର। ଜୀବନ ଯେଉଁଠି ଅନୁଭବ ଶୂନ୍ୟ, ପ୍ରେମର ପଦପାତ ଯେଉଁଠି ହେଇନାହିଁ, ଇଏ ହେଉଛି ସେଇ ସ୍ଥାନ। ପ୍ରେମ ଯୋଉଠି ପାଦ ପକେଇ ନାହିଁ,
ସେଇ ମହାବିନାଶର ତଟ ଦେଶରେ ଶୂନ୍ୟ ହୋଇଯିବାର ସେଇ ଚରମ ବିନ୍ଦୁରେ ତାଙ୍କୁ ନିଜ ସ୍ଥିତି ପାଇଁ ଲଢିବାକୁ ପଡିବ। ମହାବିନାଶର ସେ ହେଉଛି ତଟ ଦେଶ, ଯୋଉଠି ଶୂନ୍ୟ ହେଇଯିବାର ଗୋଟେ ଚରମ ବିନ୍ଦୁ ରହିଛି। ତାଙ୍କୁ ସେଇଠି ନିଜ ସ୍ଥିତି ପାଇଁ ଲଢିବାକୁ ପଡିବ। ମୃତ୍ୟୁ କନ୍ଦର ରୂପୀ ବିଶ୍ୱ ମଧ୍ୟରେ ଜୀବନର ଅସହାୟ ଦାବି ପ୍ରତିଷ୍ଠା କରିବାକୁ ହେବ। ଏ ବିଶ୍ୱ ହେଉଛି ମୃତ୍ୟୁର କନ୍ଦର। ଜୀବନ ଏଠି ଅସହାୟ, ତଥାପି ସେ ବଞ୍ଚି ରହିବାକୁ ଦାବି କରୁଛି। ସେ ଦାବିକୁ ଉପସ୍ଥାପନ କରିବେ ମା ସାବିତ୍ରୀ। ତା ସହିତ ଜୀବନ ଓ ପ୍ରେମର ନ୍ୟାଯ୍ୟ ଅଧିକାରକୁ ସାବ୍ୟସ୍ତ କରିବାକୁ ହେବ। ଜୀବନର ମଧ୍ୟ ଅଧିକାର ଅଛି, ପ୍ରେମର ମଧ୍ୟ ଅଧିକାର ଅଛି। ସେ ନ୍ୟାଯ୍ୟ ଦାବିକୁ ସାବ୍ୟସ୍ତ କରିବାକୁ ଚାହାନ୍ତି ସାବିତ୍ରୀ। ଏହାର ତାତ୍ପର୍ଯ୍ୟ ହେଉଛି ବେୟାର ପିକ୍ ବା ଶୂନ୍ୟ ଶିଖରର ଅର୍ଥ ହେଉଛି ତାହା ସ୍ଥଳ ବିହୀନ ଏକ ମହାଶୂନ୍ୟ ଜଗତ। ତା ଗୋଟେ ସ୍ଥଳ ଭାଗ ନୁହଁ, ଶୂନ୍ୟର ଜଗତ। ସେଇଠି ସାବିତ୍ରୀଙ୍କ ସହ ମୃତ୍ୟୁର ମହାସମର ଅନୁଷ୍ଠିତ ହେବ ସେଇ ମହାଶୂନ୍ୟ ଜଗତରେ। ସେଠାରେ ଜୀବନର କୌଣସି ମୂଲ୍ୟବୋଧ ନାହିଁ। ମହାକାଳ ପ୍ରେମକୁ ସର୍ବଦା ଅସ୍ୱୀକାର କରି ଚାଲିଛି। ସେଇ ଭିତ୍ତିହୀନ ଶୂନ୍ୟ ଭୂମିରେ ସାବିତ୍ରୀ ତାଙ୍କର ଯୁକ୍ତି ଉପସ୍ଥାପନ କରିବେ। ଶୂନ୍ୟ ଭୂମି ଯାହାର ଭିତ୍ତି କିଛି ନାହିଁ, ସେଇ ସଂଘର୍ଷ ଭୂମିରେ ସାବିତ୍ରୀ ତାଙ୍କର ଯୁକ୍ତି ଉପସ୍ଥାପନ କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି। ଏଠାରେ ଜୀବନ ଓ ପ୍ରେମ ଉଭୟ ଅସହାୟ। ଜୀବନ ଅସହାୟ, ପ୍ରେମ ମଧ୍ୟ ଅସହାୟ। ମୃତ୍ୟୁପୁରୀରେ ଉଭୟଙ୍କୁ ସ୍ଥାୟୀ ଭାବରେ ପ୍ରତିଷ୍ଠା କରିବା ପାଇଁ ମନୁଷ୍ୟ ଅସମର୍ଥ। ଏ ମୃତ୍ୟୁପୁରୀ ଯୋଉ ମର୍ତ୍ତ୍ୟଭୂମି, ଏ ମର୍ତ୍ତ୍ୟଭୂମିରେ ଜୀବନକୁ ଓ ପ୍ରେମକୁ ସ୍ଥାୟୀ ଭାବରେ ପ୍ରତିଷ୍ଠା କରିବା ପାଇଁ ମନୁଷ୍ୟ କଦାପି ସମର୍ଥ ନୁହେଁ। ସେଥିପାଇଁ ଆବଶ୍ୟକ ସ୍ୱୟଂ ସ୍ରଷ୍ଟାଙ୍କର ଶକ୍ତି ଆଉ ସମ୍ମତି। ସ୍ରଷ୍ଟା ଯେବେ ସମ୍ମତି ଦେବେ, ଶକ୍ତି ପ୍ରଦାନ କରିବେ, ତାହେଲେ ତାହା ସମ୍ଭବ ହେବ। ମଣିଷର ଅଜ୍ଞାନତା ଓ ଅସାମର୍ଥ୍ୟ ବିରୁଦ୍ଧରେ ସାବିତ୍ରୀ ସଂଗ୍ରାମ କରିବେ। ସେ ଯଦି ଯୁଦ୍ଧ ଜିଣନ୍ତି, ତାହା ହେବ ସମଗ୍ର ବିଶ୍ୱର ବିଜୟ, ମାନବତାର ବିଜୟ, ବିଶ୍ୱବାସୀଙ୍କର ବିଜୟ। ଯଦି ଏ ଯୁଦ୍ଧରେ ସେ ବିଜୟ ହାସଲ କରନ୍ତି, ଅର୍ଥାତ୍ ବିଶ୍ୱ କ୍ଷେତ୍ରରେ ସେ ବିଜୟ କାର୍ଯ୍ୟକାରୀ ହେବ। ତେଣୁ ମହାବିନାଶର ତଟ ଦେଶରେ ତାଙ୍କ ନିଜସ୍ୱ ଯୁକ୍ତି ଉପସ୍ଥାପନ କରିବାକୁ ପଡିବ। ଯୋଉ ମହାବିନାଶର ତଟ ଦେଶରେ ସାବିତ୍ରୀ ଦଣ୍ଡାୟମାନ ହେଇଛନ୍ତି, ସେଠି ତାଙ୍କ ନିଜସ୍ୱ ଯୁକ୍ତିକୁ ସେ ଉପସ୍ଥାପନ କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି। ବିଶ୍ୱରେ ମୃତ୍ୟୁର ଅଧିକୃତ ରାଜ୍ୟରେ ତାଙ୍କୁ ଜୀବନର ଅସ୍ତିତ୍ୱକୁ ସତ୍ୟ ସିଦ୍ଧ କରିବାକୁ ହେବ। ଏ ବିଶ୍ୱକୁ ମୃତ୍ୟୁ ହିଁ ଅଧିକାର କରି ରହିଛି। ସେହି ମୃତ୍ୟୁ ପ୍ରବଣ ରାଜ୍ୟରେ ତାଙ୍କୁ ଜୀବନର ଅସ୍ତିତ୍ୱକୁ ସତ୍ୟ ସିଦ୍ଧ କରିବାକୁ ହେବ। ପ୍ରେମର ଅଧିକାରକୁ ପ୍ରତିପାଦନ କରିବାକୁ ହେବ। ଏହି ସଂକଳ୍ପ ନେଇଛନ୍ତି ମା ସାବିତ୍ରୀ। Altered must be nature's harsh economy. Acquittance she must win from her past bond. An old account of suffering exhaust. Strike out from time the soul's long compound debt, and the heavy servitudes of the karmic gods. The slow revenge of unforgiving law, and the deep need of universal pain and hard sacrifice and tragic consequence. Altered must be nature's harsh economy. Acquittance she must win from her past bond. An old account of suffering exhaust. Strike out from time the soul's long compound debt, and the heavy servitudes of the karmic gods, the slow revenge of unforgiving law, and the deep need of universal pain and hard sacrifice and tragic consequence.
ମହାମହିମ ଏଇ ଋଷି କବିଙ୍କର ବର୍ଣ୍ଣନାର ଶୈଳୀ ଅତ୍ୟନ୍ତ ଚମତ୍କାର। ମହାମହିମ ଋଷି କବି ଶ୍ରୀ ଅରବିନ୍ଦ, ତାଙ୍କ ବର୍ଣ୍ଣନାର ଶୈଳୀ ଅତ୍ୟନ୍ତ ଚମତ୍କାର। ପୃଥିବୀ, ପ୍ରକୃତି, ମନୁଷ୍ୟ, ଦେବତାଙ୍କ ସମ୍ପର୍କରେ ଗବେଷଣା ଲବ୍ଧ ଅନନ୍ୟ ଜ୍ଞାନର ଉପସ୍ଥାପନ ପାଠକକୁ ଏକ ଅତୀନ୍ଦ୍ରିୟ ରାଜ୍ୟକୁ ଘେନିଯାଏ। ବର୍ଣ୍ଣନା କରିଛନ୍ତି ପୃଥିବୀ ସମ୍ପର୍କରେ, ପ୍ରକୃତି ସମ୍ପର୍କରେ, ମନୁଷ୍ୟ ଜାତି ସମ୍ପର୍କରେ, ଦେବତାଙ୍କ ସମ୍ପର୍କରେ। ଏ ହେଉଛି ତାଙ୍କର ଗବେଷଣା ଲବ୍ଧ ଜ୍ଞାନ, ଅନନ୍ୟ ଜ୍ଞାନ। ଆକୁ ଶ୍ରବଣ କଲେ ପାଠକ ଏକ ଅତୀନ୍ଦ୍ରିୟ ରାଜ୍ୟରେ ବିଚରଣ କରେ। ଏହି ଦୀର୍ଘ ପଂକ୍ତିଟିକୁ ସଠିକ ଭାବରେ ଆକଳନ କରିବା ଏବଂ ଉପସ୍ଥାପନ କରିବା ନିଶ୍ଚିତ ଭାବରେ ଦୁଃସାଧ୍ୟ। ଉପସ୍ଥାପିତ ପଦଟି 8 ପାଦ ବିଶିଷ୍ଟ ବା 8 ଧାଡ଼ି ବିଶିଷ୍ଟ। ପ୍ରଥମେ ତାର ସଂକ୍ଷିପ୍ତ ଭାବାର୍ଥଟି ଆମେ ବୁଝିବା। ପ୍ରକୃତିର କଠୋର ବ୍ୟବସ୍ଥାକୁ ଯେକୌଣସି ମତେ ବଦଳେଇ ଦେବାକୁ ପଡ଼ିବ। ପ୍ରକୃତି ଯୋଉ କଠୋର ବ୍ୟବସ୍ଥା କରିଛି ତାକୁ ଯେମିତି ହେଲେ ବଦଳେଇବାକୁ ପଡ଼ିବ, ପ୍ରକୃତିକୁ ପରିବର୍ତ୍ତନ କରିବାକୁ ପଡ଼ିବ। ସାବିତ୍ରୀଙ୍କୁ ତାଙ୍କ ଅତୀତ ସହିତ ସଂଘର୍ଷ କରି ମୁକ୍ତିପତ୍ର ହାସଲ କରିବାକୁ ହେବ। ସଂଘର୍ଷ କେବଳ ମହାକାଳ ସହିତ ନୁହଁ, ଅତୀତ ସହିତ ମଧ୍ୟ। ତେଣୁ ଅତୀତ ସହିତ ତାଙ୍କର ସଂଘର୍ଷ ଏବଂ ସେ ସଂଘର୍ଷ ମାଧ୍ୟମରେ ସେ ମୁକ୍ତିପତ୍ର ହାସଲ କରିବାକୁ ଚାହାନ୍ତି, ଅର୍ଥାତ ଅତୀତରୁ ମୁକ୍ତ ହେବାକୁ ଚାହାନ୍ତି। ପୁରାତନ ଦୁଃଖ ଯନ୍ତ୍ରଣା ସବୁର ହିସାବ ନିକାଶ କରିବାକୁ ପଡ଼ିବ। କାଳର ହିସାବ ଖାତାରୁ ଅନ୍ତରାତ୍ମାଙ୍କର ଦୀର୍ଘ ଚକ୍ରବୃଦ୍ଧି ହାରର ଋଣ ସବୁ ଅପସାରଣ କରି କର୍ମାଧିପତି ଦେବଗଣଙ୍କର ଦାସତ୍ୱର ଗୁରୁଭାରରୁ ମୁକ୍ତ ହେବାକୁ ହେବ। ଆର ବିଶେଷ ତାତ୍ପର୍ଯ୍ୟ ଆମେ ପରେ ବୁଝିବା। ଏ ଆକ୍ଷରିକ ଅର୍ଥ ଗୁଡ଼ିକ ଉପସ୍ଥାପନ ହେଇଛି। ପର୍ଯ୍ୟାୟକ୍ରମେ ଅଟଳ ବିଶ୍ୱବିଧାନର ଧୀର ମନ୍ଥର ପ୍ରତିଶୋଧ ପ୍ରକ୍ରିୟା, ବିଶ୍ୱ ବେଦନାର ଅନିବାର୍ଯ୍ୟ ଆବଶ୍ୟକତା ଏବଂ ମଣିଷର କଠୋର ବଳିଦାନ ତଥା ଜୀବନର ଦୁଃଖଦାୟୀ ପରିଣାମ ସବୁର ଅବସାନ ଘଟେଇବାକୁ ହେବ। ଏହାର ବିଶେଷ ତାତ୍ପର୍ଯ୍ୟ ଆମେ ବୁଝିବା। ବିଶ୍ୱ ପରିଚାଳନା କ୍ଷେତ୍ରରେ ପ୍ରକୃତି କଠୋର ପଦକ୍ଷେପ ଗ୍ରହଣ କରେ। ନିର୍ମମ ପଦକ୍ଷେପ। ବିଶ୍ୱକୁ ପରିଚାଳନା କରିବା ପାଇଁ ପ୍ରକୃତି କଠୋର ପଦକ୍ଷେପ ଗ୍ରହଣ କରିଥାଏ। ଘଟଣାର କାରଣ ଓ ଫଳାଫଳକୁ ନେଇ ସେ ହିସାବ ନିକାଶ କରିଥାଏ। ପ୍ରକୃତି ଯେକୌଣସି ଘଟଣାର କାରଣ କଣ, ତାର ଫଳାଫଳକୁ ନେଇ ହିସାବ ନିକାଶ କରେ। ଏହା ଏକ ଯାନ୍ତ୍ରିକ ବ୍ୟବସ୍ଥା, ମେକାନିକାଲ। ଏହା ଆପେ ଆପେ ହେଉଥାଏ। ମନୁଷ୍ୟର କୌଣସି ସ୍ୱାଧୀନତା ନାହିଁ ତାର ବ୍ୟବସ୍ଥା ବା ବିଧାନକୁ ଟାଳି ଦେଇପାରିବ। ପ୍ରକୃତିର ଯୋଉ ବିଧାନ ତାକୁ ଟାଳିବା ପାଇଁ ମନୁଷ୍ୟର ସାମର୍ଥ୍ୟ ନାହିଁ କି ସ୍ୱାଧୀନତା ନାହିଁ। ପ୍ରକୃତିର ନିୟାମକ ସ୍ୱୟଂ ଅବତାର ମାନଙ୍କୁ ମଧ୍ୟ ପ୍ରକୃତିର ବ୍ୟବସ୍ଥାକୁ ସମ୍ମାନ ପ୍ରଦର୍ଶନ କରିବାକୁ ପଡ଼ିଥାଏ। ଯେଉଁ ଅବତାର ମାନେ ଜଗତକୁ ଆସନ୍ତି ସେମାନେ ମଧ୍ୟ ପ୍ରକୃତିର ନିୟମକୁ ମାନି ନେବା ପାଇଁ ବାଧ୍ୟ ହୋଇଥାନ୍ତି। ମାତ୍ର ସାବିତ୍ରୀଙ୍କ କ୍ଷେତ୍ରରେ ଏହାର ବ୍ୟତିକ୍ରମ ହେବାକୁ ଯାଉଛି। ସାବିତ୍ରୀ ଏହି ଯାନ୍ତ୍ରିକ ବ୍ୟବସ୍ଥାକୁ ନିଶ୍ଚୟ ବଦଳେଇ ଦେବେ। ଏଇ ଯୋଉ ମେକାନିକାଲ ୱେରେ ଚାଲିଛି ପ୍ରକୃତିର ଶାସନ, ତାକୁ ସାବିତ୍ରୀ ସଂକଳ୍ପବଦ୍ଧ ହୋଇଛନ୍ତି। ସେ ଯାନ୍ତ୍ରିକ ବ୍ୟବସ୍ଥାକୁ ସେ ନିଶ୍ଚୟ ବଦଳେଇବେ। ପ୍ରକୃତିର କ୍ରୂର ବ୍ୟବସ୍ଥା ଦ୍ୱାରା ସୁଷ୍ଠ ଅର୍ଥନୀତିକୁ ବଦଳେଇବାକୁ ହବ। ପ୍ରକୃତି ଯୋଉ ଅର୍ଥ ବ୍ୟବସ୍ଥା କରିଛି ତାହା ଅତ୍ୟନ୍ତ ନିର୍ମମ। ଅତୀତର ବନ୍ଧନକୁ କାଟି ମୁକ୍ତି ଓ ଜୟକୁ ଜୟ କରି ଆଣିବାକୁ ପଡ଼ିବ। ଦୁଃଖ ଯନ୍ତ୍ରଣାର ପୁରୁଣା ହିସାବ ସାରିବାକୁ ହେବ। ସମୟର ଦସ୍ତାବିଜରୁ ଆତ୍ମାର ଦୀର୍ଘ ଚକ୍ରବୃଦ୍ଧିର ଋଣହାର କାଟିଦେବାକୁ ପଡ଼ିବ ଏବଂ କର୍ମ ଦେବତାଙ୍କର ଦାସତ୍ୱରୁ ମୁକ୍ତ ହେବାକୁ ପଡ଼ିବ। ଯେଉଁ ଦେବତା ମାନେ ଆମର କର୍ମର ବିଧାତା, କର୍ମର ବନ୍ଧନରେ ଦାସତ୍ୱର ବନ୍ଧନରେ ବାନ୍ଧି ରଖନ୍ତି, ସେ ଦାସତ୍ୱରୁ ସେ ଆମକୁ ମୁକ୍ତ କରିବେ। ଦୁଷ୍କର ତପସ୍ୟା ଓ ଦୁଃଖାନ୍ତ ଘଟଣାବଳୀକୁ
ଲିଭାଇ ଦେବାକୁ ହବ। ଆଉ କଠୋର ତପସ୍ୟା ବ୍ୟକ୍ତିକୁ କରିବାକୁ ପଡିବନି, ଦୁଃଖାନ୍ତ ଘଟଣାର ସମ୍ମୁଖୀନ ହବାକୁ ପଡିବନି, ତାକୁ ସେ ଲିଭେଇ ଦେବେ। ଏ ସମସ୍ତ ଅସମ୍ଭବ କାର୍ଯ୍ୟକୁ ସମ୍ଭବ କରିବା ପାଇଁ ସାବିତ୍ରୀ ସଂକଳ୍ପବଦ୍ଧ ହେଉଛନ୍ତି, ଯାହା କୌଣସି ଯୁଗାବତାର କରିନଥିଲେ। ଦୀର୍ଘକାଳ ବ୍ୟାପୀ ରହିଥିବା ପ୍ରତିବନ୍ଧକକୁ ସେ ହଟେଇ ଦେବେ। ତାଙ୍କ ଚେତନା ମାଧ୍ୟମରେ ସେ ମହାଶୂନ୍ୟର ବିଶାଳ ଦାନବୀୟ ନିରବତାର ଅଭ୍ୟନ୍ତରକୁ ପ୍ରବେଶ କରିବେ। ଯୋଉ ଦାନବୀୟ ନିରବତା ମହାଶୂନ୍ୟରେ ବ୍ୟାପୀ ରହିଛି, ତା ମଧ୍ୟକୁ ସେ ତାଙ୍କର ସାଧନା ବଳରେ ଚେତନା ମାଧ୍ୟମରେ ପ୍ରବେଶ କରିବେ। ଆଉ ସେଠି କଣ କରିବେ? ମୃତ୍ୟୁହୀନ ମୃତ୍ୟୁର ନିସଙ୍ଗ ଆଖି ସହ ଆଖି ମିଳେଇବେ। ଯୋଉ ମୃତ୍ୟୁହୀନ ମହାକାଳ, ତାର ନିସଙ୍ଗ ଆଖି ସହ ସେ ଆଖି ମିଳେଇବେ। ନିରବ ଆତ୍ମାର ସାମର୍ଥ୍ୟ ନେଇ ଅସୀମ ଅମାରାତ୍ରିର ନିରନ୍ଧ୍ର ତମସାରୁ ଉତ୍ତୀର୍ଣ୍ଣ ହେବେ। ନିରବ ଆତ୍ମାର ସାମର୍ଥ୍ୟ ନେଇ ଅସୀମ ଅମାରାତ୍ରିର ନିରନ୍ଧ୍ର ତମସା ବା ଅନ୍ଧକାରରୁ ସେ ଉତ୍ତୀର୍ଣ୍ଣ ହେବେ। ସେହି ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତଟି କ୍ରମଶଃ ସନ୍ନିକଟ ହେଇ ଆସୁଛି। ଏହା ଖାଲି ତାଙ୍କ ବ୍ୟକ୍ତିଗତ ସମସ୍ୟା ନୁହେଁ, ସମସ୍ତଙ୍କ ପାଇଁ ଏକ ଘୋର ସମସ୍ୟା, ବିଶ୍ୱବାସୀଙ୍କର ସମସ୍ୟା। କର୍ମଫଳ ନିଶେଷ ନ ହେବା ପର୍ଯ୍ୟନ୍ତ ମଣିଷକୁ ସେହି ବିଶ୍ୱ ଶକ୍ତି ଅର୍ଥାତ୍ ଦେବଗଣଙ୍କର କଠୋର ଦାସତ୍ୱ ବରଣ କରିବାକୁ ହେଇଥାଏ। ଯେ ପର୍ଯ୍ୟନ୍ତ କର୍ମଫଳ ଶେଷ ହେଇନାହିଁ, ସେ ପର୍ଯ୍ୟନ୍ତ ଏଇ ଯୋଉ ବିଶ୍ୱଶକ୍ତି ଦେବଗଣ ଆମ କର୍ମର ବିଧାତା, ସେମାନଙ୍କ କଠୋର ଦାସତ୍ୱ ବରଣ କରିବାକୁ ହେଇଥାଏ। ଏଠାରେ ମନୁଷ୍ୟ ଶରୀର ଧାରଣ କରିବାର ଅର୍ଥ ବିଶ୍ୱର ସମସ୍ତ ବେଦନାର ଭାର ବହନ କରିବା। ସେ ଯୋଉ ଶରୀରଟି ଧାରଣ କରିଛି, ଏ ବିଶ୍ୱ ବେଦନାକୁ ଧାରଣ କରିବା ପାଇଁ ତା ଶରୀର ବିଶ୍ୱର ବେଦନାକୁ ଉପଲବ୍ଧି କରୁଛି। ସେ ସବୁର ହିସାବ କରିବେ ସାବିତ୍ରୀ। ଏଠାରେ ଚେତନାର ଅନେକ ସ୍ତର କାର୍ଯ୍ୟ କରୁଛି ଏବଂ ପ୍ରତ୍ୟେକ ସ୍ତରର କାର୍ଯ୍ୟ ହେଉଛି ଭିନ୍ନ ଭିନ୍ନ। ଆମର ତ ଗୋଟିଏ ଚେତନାର ସ୍ତର ନାହିଁ, ଅନେକ ଚେତନାର ସ୍ତର ଅଛି। ବିଭିନ୍ନ ଚେତନାର ସ୍ତର ଏଠି କାର୍ଯ୍ୟ କରୁଛି ଏବଂ ପ୍ରତ୍ୟେକ ସ୍ତରର କାର୍ଯ୍ୟ ଭିନ୍ନ ଭିନ୍ନ। ତେଣୁ ସେମାନଙ୍କର ବିଧାନ ମଧ୍ୟ ଅଲଗା ଅଲଗା। ଦିନେ ନା ଦିନେ ମନୁଷ୍ୟ ତାର କର୍ମ ଫଳର ସମ୍ମୁଖୀନ ହେବ। ମନୁଷ୍ୟକୁ ଅନୁଭୂତ ହୁଏ ଯେପରି କେହି ତା ଉପରେ ପ୍ରତିଶୋଧ ନେଉଛି। ମଣିଷ ଭାବେ କର୍ମଫଳ ଭୋଗିଲା ବେଳେ ତା କର୍ମର ଦୋଷକୁ ଦେଖେ ନାହିଁ, ସେ ଭାବେ କେହି ଯେମିତି ତା ଉପରେ ପ୍ରତିଶୋଧ ନେଉଛି। ଏଠାରେ ଶ୍ଲୋ ବା ମନ୍ଥରର ତାତ୍ପର୍ଯ୍ୟ ହେଲା ଯେ କର୍ମଫଳ ହଠାତ୍ କାର୍ଯ୍ୟକାରୀ ହୁଏ ନାହିଁ, କରିବା ସଙ୍ଗେ ସଙ୍ଗେ କର୍ମଫଳ ମିଳିନଥାଏ। କର୍ମଫଳ ଭୋଗର ସମଗ୍ର ପ୍ରକ୍ରିୟାଟି ଏତେ ଜଟିଳ ଯେ ମନୁଷ୍ୟ ତାହା ବୁଝିପାରେ ନାହିଁ, କାରଣ ସାଙ୍ଗେ ସାଙ୍ଗେ ମିଳେ ନାହିଁ, ତେଣୁ ସେ ବୁଝିପାରେ ନା। କର୍ମଫଳ ବିଳମ୍ବରେ ମିଳିଥାଏ। ଅନେକ ସମୟରେ ଆମେ ଦେଖୁ ଯେ ଅନେକ ମନ୍ଦ କାର୍ଯ୍ୟ କରୁଥିବା ବ୍ୟକ୍ତି କିଛି ଦଣ୍ଡ ପାଉନାହାନ୍ତି, ମାତ୍ର ଫଳଟି ପରିପକ୍ୱ ହେବା ପାଇଁ ସମୟ ତ ନିଶ୍ଚୟ ଲାଗିବ। ଫଳଟି ସାଙ୍ଗେ ସାଙ୍ଗେ ନ ମିଳିବାର କାରଣ ହେଉଛି ତା ପକ୍ୱ ଅବସ୍ଥାକୁ ଆସିନାହିଁ, ପରିପକ୍ୱ ହେଇନାହିଁ, ତା ପାଇଁ ସମୟ ଲୋଡ଼ା। ଆମେ ଆମ ଅସନ୍ତୋଷର ରସାୟନ ପ୍ରୟୋଗ କରି ତାକୁ ଶୀଘ୍ର ପଚେଇ ପାରିବା ନାହିଁ। କର୍ମଫଳକୁ ଆମେ କିଛି ରାସାୟନିକ ଦ୍ରବ୍ୟ ଦେଇକିରି, ଅସନ୍ତୋଷର ରାସାୟନିକ ଦ୍ରବ୍ୟ ପ୍ରୟୋଗ କରିକି ଅସନ୍ତୁଷ୍ଟ ହେଇକିରି ତାକୁ ପଚେଇ ଦେଇ ପାରିବାନି, ପକ୍ୱ କରିପାରିବାନି। ଏସବୁ ବ୍ୟତୀତ ବିଶ୍ୱ ବେଦନାର ମଧ୍ୟ ଆବଶ୍ୟକତା ରହିଛି। ବେଦନା ଦରକାର। ବିଶ୍ୱ ବିବର୍ତ୍ତନରେ ଏହାର ଭୂମିକା ଗୁରୁତ୍ୱପୂର୍ଣ୍ଣ। ବିବର୍ତ୍ତନକୁ ଆଗକୁ ନେବାକୁ ହେଲେ ବିଶ୍ୱ ବେଦନାର ଗୁରୁତ୍ୱପୂର୍ଣ୍ଣ ଭୂମିକା ଅଛି। ଜଡ଼ର ତାମସିକତାକୁ ଭାଙ୍ଗିବା ପାଇଁ ବେଦନାର ହାତୁଡ଼ି ପ୍ରହାରର ପ୍ରୟୋଜନ ଅଛି। ଆମେ ଜଡ଼ଧର୍ମୀ, ଜଡ଼ର ତାମସିକତା ରହିଛି, ତାକୁ ଭାଙ୍ଗିବା ପାଇଁ ବେଦନାର ହାତୁଡ଼ି ପ୍ରହାର ଦରକାର ହୁଏ। ମନୁଷ୍ୟର ଅନ୍ତରାତ୍ମା ଯେତେ ଦିନ ପର୍ଯ୍ୟନ୍ତ ହୃଦୟର ଗୁହାରେ ବନ୍ଦ ହୋଇ ରହିଥିବ, ସେ ପର୍ଯ୍ୟନ୍ତ
ବେଦନା ତାର ବିଶ୍ୱ ବିଧାନକୁ କାର୍ଯ୍ୟକାରୀ କରି ଚାଲିଥିବ। ଯେ ପର୍ଯ୍ୟନ୍ତ ଅନ୍ତରାତ୍ମାର ଆବିଷ୍କାର ନ ହେଇଛି, ଆମେ ତାଙ୍କ ସଂସ୍ପର୍ଶରେ ନ ଆସିଛୁ, ଯେତେଦିନ ସେ ବନ୍ଦୀ ହେଇକି ହୃଦୟ ଗୁହାରେ ଅଛନ୍ତି, ସେ ପର୍ଯ୍ୟନ୍ତ ବେଦନା ତା ବିଶ୍ୱ ବିଧାନକୁ କାର୍ଯ୍ୟକାରୀ କରି ଚାଲିଥିବ। ଅନ୍ୟତ୍ର ଶ୍ରୀ ଅରବିନ୍ଦ ଲେଖିଛନ୍ତି, while thou sutest it in seal is pain, ତୁମେ ତାକୁ ଯୌମୁଦ ଦେଇ ରଖିବା ହିଁ ଯନ୍ତ୍ରଣା। କାହାକୁ? ଆମର ଅନ୍ତରାତ୍ମାକୁ। ଅନ୍ତରାତ୍ମାକୁ ତୁମେ ଯୌମୁଦ ଦେଇ ରଖିବ, ତାହା ହିଁ ଯନ୍ତ୍ରଣାର କାରଣ। ଶ୍ରୀ ଅରବିନ୍ଦ ଏକ ସନେଟରେ ମଧ୍ୟ ଲେଖିଛନ୍ତି, ଫୁଳ ଏହିଠାରେ ବୈପରୀତ୍ୟ ମାନ ତୁଚ୍ଛ ଏକ ଏ ଜୀବନ, ଜଡ଼ ନାମଧାରୀ ମୃତ୍ୟୁ ଦିଓଇ ବିଶାଳ ଚଞ୍ଚୁ ଚୁମ୍ବନ, ଚଞ୍ଚୁର ଆଘାତେ ଭାଙ୍ଗି ଦିଏ ସବୁ କିଛି ସପନ, ତୁଚ୍ଛ ଏ ଜୀବନ। ଶ୍ରୀ ଅରବିନ୍ଦଙ୍କର ଗୋଟିଏ କବିତାରେ ଏଟା ଲେଖା ହେଇଛି, ଶ୍ରୀ ଅରବିନ୍ଦ ସନେଟରେ, ଫୁଳ ଏହିଠାରେ ବୈପରୀତ୍ୟ ମାନ ତୁଚ୍ଛ ଏକ ଏ ଜୀବନ। ଏଠି ସବୁ ବିପରୀତ ଜିନିଷର ସମାହାର ଘଟିଛି। ଏ ଜୀବନଟି ଅତି ତୁଚ୍ଛ ମନେ ହେଉଛି। ଜଡ଼ ନାମଧାରୀ ମୃତ୍ୟୁ ଦିଓଇ ବିଶାଳ ଚଞ୍ଚୁ ଚୁମ୍ବନ, ଜଡ଼ ରୂପୀ ଯୋଉ ମୃତ୍ୟୁ, ସେ ତା ଚଞ୍ଚୁର ଚୁମ୍ବନ ଦଉଛି, ଅର୍ଥାତ ଚଞ୍ଚୁରେ ଆମକୁ ଆଘାତ କରୁଛି। ଚଞ୍ଚୁର ଆଘାତେ ଭାଙ୍ଗି ଦିଏ ସବୁ ସପନ, ତୁଚ୍ଛ ଏକ ଜୀବନ। ତାର ସେଇ ଆଘାତରେ, ମୃତ୍ୟୁର ଆଘାତରେ ଜୀବନର ସ୍ୱପ୍ନ ସବୁ ଭାଙ୍ଗି ପଡେ। ଏ ଜୀବନ ଅତି ତୁଚ୍ଛ ବୋଲି ଅନୁଭୂତ ହୁଏ। ଶାଶ୍ୱତ ଜୀବନ ନିଶ୍ୱାସ ନେଲା କରାଳ କାଳ କୋଳେ, ପରମ ଜ୍ଞାନର ରହସ୍ୟ ଏକ ନିଶ୍ଚେତନ ମୁକ ଜଡ଼େ। ଶାଶ୍ୱତ ଜୀବନ ନିଶ୍ୱାସ ନେଲା କରାଳ କାଳ କୋଳେ, ପରମ ଜ୍ଞାନର ରହସ୍ୟ ଏକ ନିଶ୍ଚେତନ ମୁକ ଜଡ଼େ। ବେଦନା ଓ ଯନ୍ତ୍ରଣା ହେଲେ ବେତ୍ରହସ୍ତ ଶିକ୍ଷକ ମନୁଷ୍ୟକୁ ଚେତନାର ଅଗ୍ରଗତିରେ ସହାୟତା କରନ୍ତି, ପିଟି ପିଟି ଆଗକୁ ନିଅନ୍ତି। ମନୁଷ୍ୟର ଅନ୍ୟ ଏକ ଦୁଃଖ, ଶ୍ରମ ଅନୁସାରେ ଏ ଜଗତରେ ସେ ପାରିଶ୍ରମିକ ପାଏ ନାହିଁ। ସବୁବେଳେ ଆମେ ଅଭିଯୋଗ କରୁ, ଏତେ କଷ୍ଟ କରୁଛୁ, ଏତେ ଶ୍ରମ କରୁଛୁ, ଫଳାଫଳ କିଛି ନାହିଁ। ଶ୍ରମ ଅନୁସାରେ ଏ ଜଗତରେ ସେ ଫଳ ପାଏ ନାହିଁ ବୋଲି ଅଭିଯୋଗ କରେ। କଠିନ ତ୍ୟାଗର ଫଳ ମଧ୍ୟ ନୈରାଶ୍ୟଜନକ ହୋଇଥାଏ। କେତେ ଶ୍ରମ କରିଛି, କଠିନ ପରିଶ୍ରମ, ଅନେକ ତ୍ୟାଗ କରିଛି, କିନ୍ତୁ ତାର ଫଳ ମଧ୍ୟ ନୈରାଶ୍ୟଜନକ। ଏସବୁର ସମାଧାନ କରିପାରନ୍ତି କେବଳ ଅନ୍ତରାତ୍ମା। ଏଇ ଯୋଉ ସମସ୍ୟା ଗୁଡିକର ସମ୍ମୁଖୀନ ହଉଛି ମନୁଷ୍ୟ, ସେ ସମସ୍ୟାର ସମାଧାନ ତା ପାଖରେ ନାହିଁ, କେବଳ ଅନ୍ତରାତ୍ମା ହିଁ ତାର ସମାଧାନ କରିପାରିବେ। ସାବିତ୍ରୀ ମଣିଷ ରୂପରେ ନିଜ ଜୀବନରେ ଏସବୁ ପରୀକ୍ଷା ସ୍ୱରୂପ ଦେଖେଇ ଦେଇଛନ୍ତି। ସାବିତ୍ରୀ ତାଙ୍କ ମାନୁଷୀ ତନୁ ଧାରଣ କରିଛନ୍ତି, ତାଙ୍କର ସେଇ ମଣିଷ ରୂପରେ ତାଙ୍କରି ଜୀବନରେ ହିଁ ମନୁଷ୍ୟର ଏ ସମସ୍ତ ଦୁଃଖଦ ଅବସ୍ଥାକୁ ପରିଷ୍କାର ଭାବରେ ଦେଖେଇ ଦଉଛନ୍ତି, ଯାହା ମନୁଷ୍ୟ ତା ନିଜ କ୍ଷେତ୍ରରେ ପ୍ରୟୋଗ କରିପାରେ। ତା ନହେଲେ ମାନବ ଜୀବନ ଅଜ୍ଞାନ ଅମାଚ୍ଛନ୍ନ ହୋଇ ରହିଯିବ ଏବଂ ବିଶ୍ୱ ବିଧାନ ସବୁ ତା ଗୋଡରେ ଶିକୁଳି ବାନ୍ଧି ରଖିଥିବେ। ସେ ଯଦି ଗ୍ରହଣ ନ କରେ ତାହେଲେ କଣ ହବ? ତା ଜୀବନ ଅଜ୍ଞାନ ଅମାଚ୍ଛନ୍ନ ହେଇକି ରହିଯିବ ଏବଂ ବିଶ୍ୱର ଯୋଉ ବିଧାନ ସବୁ ତା ଗୋଡରେ ଶିକୁଳି ବାନ୍ଧିକି ରଖିଥିବେ। ଏହି ସମ୍ପର୍କରେ ମାଙ୍କର ଉକ୍ତି ମଧ୍ୟ ପ୍ରଣିଧାନ ଯୋଗ୍ୟ। ଏ ସମ୍ପର୍କରେ ମା କହୁଛନ୍ତି, by the power of her origin and the legacy of the one, she must overcome all the laws established in manifestation, conquer the resistance of all that has been organized since centuries and millenniums, and so that the Supreme is all powerful over his own creation. ଯେଉଁ ଉଚ୍ଚତମ ଲୋକରୁ ସାବିତ୍ରୀଙ୍କର ଜନ୍ମ, ସେହି ଲୋକର ଶକ୍ତି ତାଙ୍କ ସହିତ ରହିଛି ଏବଂ ସେହି ପରମ ଏକକଙ୍କ ସତ୍ତାଧିକାର ଧାରଣ କରି ସେ ମଧ୍ୟ ଶକ୍ତିଶାଳୀ। ଅତ୍ୟୁଚ୍ଚ ଲୋକରୁ ସାବିତ୍ରୀ ଆବିର୍ଭୂତ ହେଇଛନ୍ତି ଏବଂ ସେଇ ଅତ୍ୟୁଚ୍ଚ ଜଗତର ସମସ୍ତ ଶକ୍ତି ତାଙ୍କ ସହିତ ରହିଛି ଏବଂ ସେ ପରମ ଏକକଙ୍କ ସହିତ
ଏକାତ୍ମ ତାଙ୍କର ସତ୍ତାଧିକାର ସେ ମଧ୍ୟ ପ୍ରାପ୍ତ କରିଛନ୍ତି ଏବଂ ସେଥିରେ ସେ ଶକ୍ତିଶାଳୀ। In all the world as it is now, death and dissolution reign. She wants to abolish their law in order to establish the supreme life and consciousness. It is the story of the conquest that will be told in the epic. ସେହି ଦୃଷ୍ଟିରୁ ଏହି ଦୃଶ୍ୟମାନ ବିଶ୍ୱରେ ଯେତେ ସବୁ କଠୋର ବିଧାନ ରହିଛି ସେ ସବୁର ବାଧାକୁ ସେ ଅତିକ୍ରମ କରିଯିବେ। ଗତ ଶତାବ୍ଦୀ ଧରି ଯେଉଁ ବିରୋଧ ସବୁ ଏଠାରେ ଆସ୍ଥାନ ଜମେଇ ନିରଙ୍କୁଶ ଶାସନ ଚଳେଇଛନ୍ତି ସେ ସବୁ ଉପରେ ବିଜୟ ପ୍ରାପ୍ତ କରିବେ। ସେସବୁ ଉପରେ ସେ ବିଜୟ ପ୍ରାପ୍ତ କରିବେ ଏବଂ ଦେଖେଇ ଦେବେ ଯେ ପରମ ଶାଶ୍ୱତ ହେଉଛନ୍ତି ତାଙ୍କ ସୃଷ୍ଟିର ସର୍ବଶକ୍ତିମାନ ସର୍ବେ ସର୍ବା, ଆଉ କେହି ନୁହନ୍ତି। ପରମ ଶାଶ୍ୱତ ସେ ହେଉଛନ୍ତି ତାଙ୍କ ସୃଷ୍ଟିର ସର୍ବଶକ୍ତିମାନ ମାଲିକ। ସମଗ୍ର ବିଶ୍ୱ ବର୍ତ୍ତମାନ ଯେଉଁ ଅବସ୍ଥାରେ ଅଛି ମୃତ୍ୟୁ ଓ ବିଲୟ ତା ଉପରେ ରାଜତ୍ୱ କରୁଛନ୍ତି। ବର୍ତ୍ତମାନ ମୃତ୍ୟୁ ଆଉ ବିଲୟ ବିଶ୍ୱ ଉପରେ ରାଜତ୍ୱ କରୁଛନ୍ତି। ସାବିତ୍ରୀ ଦୃଢ ଶପଥ କରିଛନ୍ତି ଯେ ସେ ସମସ୍ତ ବିଧାନକୁ ରଦ୍ଦ କରି ଏଠାରେ ସର୍ବୋଚ୍ଚ ଶାଶ୍ୱତ ଜୀବନ ଓ ଚେତନା ପ୍ରତିଷ୍ଠା କରିବେ। ସର୍ବୋଚ୍ଚ ଶାସନ ଏବଂ ଜୀବନ ସେ ଚେତନା ପ୍ରତିଷ୍ଠା କରିବେ। ସେଇ ବିଜୟର ଗାଥା ହିଁ ଏହି ମହାକାବ୍ୟରେ ଆଗକୁ ବର୍ଣ୍ଣିତ ହେବ ବୋଲି ମା କହୁଛନ୍ତି। ସାବିତ୍ରୀଙ୍କର ବିଜୟର ଗାଥା ଏପର୍ଯ୍ୟନ୍ତ ଆସିନାହିଁ, ଏ ମହାକାବ୍ୟରେ ଆଗକୁ ତାହା ଆସିବ। Out of a timeless barrier she must break, penetrate with her thinking depth the void's monstrous hush, look into the lonely eyes of immortal death, and with her nude spirit measure the infinite night. Out of a timeless barrier she must break, penetrate with her thinking depth the void's monstrous hush, look into the lonely eyes of immortal death, and with her nude spirit measure the infinite night. ସାବିତ୍ରୀଙ୍କ ସଂକଳ୍ପ ଉପରେ ଆମେ ପୁନର୍ବାର ଆଲୋକପାତ କରୁଛେ, କାରଣ ଏହା ବିଶେଷ ତାତ୍ପର୍ଯ୍ୟପୂର୍ଣ୍ଣ। କାଳକୁ ଅତିକ୍ରମ କରିବା ପାଇଁ ଯେତେ ପ୍ରତିବନ୍ଧକ ସେ ସବୁକୁ ସେ ବଳପୂର୍ବକ ଭାଙ୍ଗି ତାଙ୍କୁ ସେଥିରୁ ବାହାରି ଯିବାକୁ ହେବ। ନିଜର ନୀରବ ମନର ଗଭୀରତାରୁ ଶକ୍ତି ସଂଗ୍ରହ କରି ତା ଦ୍ୱାରା ମହାଶୂନ୍ୟର ପ୍ରକାଣ୍ଡ ନିସ୍ତବ୍ଧତାକୁ ଭେଦ କରିବାକୁ ହେବ ଏବଂ ଏକ ଚିରସ୍ଥାୟୀ ମୃତ୍ୟୁର ନିସଙ୍ଗ ଚକ୍ଷୁ ସହିତ ଚକ୍ଷୁ ମିଳିବାକୁ ପଡ଼ିବ। ପୁନଶ୍ଚ ତାଙ୍କର ଅନାବୃତ ଆତ୍ମାରେ ଶାଶ୍ୱତଙ୍କ ମହାରାତ୍ରିର ଗଭୀରତାକୁ କଳନା କରିବାକୁ ହେବ। ପ୍ରକୃତିର କଠୋର ନିୟନ୍ତ୍ରଣ, ଅତୀତ କର୍ମର ବନ୍ଧନ, ବିଶ୍ୱ ବେଦନାର ପ୍ରয়োଜନୀୟତା ଆଦି କାଳ ସମ୍ବନ୍ଧୀୟ ସମସ୍ତ ସୀମିତତାକୁ ଭାଙ୍ଗି ସାବିତ୍ରୀ କାଳାତୀତ ରାଜ୍ୟକୁ ପ୍ରବେଶ କରିବେ। ମହାଶୂନ୍ୟର ଦାନବୀୟ ମୌନତାକୁ ଭେଦ କରିବେ। ସେଠାରେ ସେ ମୃତ୍ୟୁର ସାମନା କରିବେ। ମୃତ୍ୟୁ ସହିତ ସାବିତ୍ରୀଙ୍କ ସାକ୍ଷାତ ସମ୍ପର୍କରେ କବି ଅନ୍ୟତ୍ର ଉଲ୍ଲେଖ କରିଛନ୍ତି, ଇଟର୍ନିଟି looked into the eyes of death and darkness saw God's living reality. Eternity looked into the eyes of death and darkness saw God's living reality. ଅନ୍ଧକାର ରୂପୀ ମୃତ୍ୟୁର ଚକ୍ଷୁ ମଧ୍ୟକୁ ଦୃଷ୍ଟିପାତ କଲେ ମା ସାବିତ୍ରୀ। ମୃତ୍ୟୁ ଦେଖିଲା ଜୀବନ୍ତ ସତ୍ୟକୁ। ସେ ତ ଈଶ୍ୱରଙ୍କ ଶକ୍ତି, ସ୍ୱୟଂ ଦେବୀ ଭଗବତୀ। ମୃତ୍ୟୁକୁ ଏଠାରେ ମୃତ୍ୟୁହୀନ ବା ଅମର ବୋଲି ଉଲ୍ଲେଖ କରାଯାଇଛି। ଏହାର ତାତ୍ପର୍ଯ୍ୟ ହେଉଛି ମୃତ୍ୟୁ ଏକ ଦିବ୍ୟ ତତ୍ତ୍ୱ। ଅଜ୍ଞାନତାର ଜଗତରେ ସେ ସ୍ଥାୟୀ ଭାବରେ ପ୍ରତିଷ୍ଠିତ। ଜୀବନର ପରିପୂର୍ଣ୍ଣତା ପାଇଁ
ପାଇଁ ତାର ଭୂମିକା ଅପରିହାର୍ଯ୍ୟ। ଯେତେବେଳେ ଜୀବନ ପରିପୂର୍ଣ୍ଣତା ପ୍ରାପ୍ତ କରିବ ସେତେବେଳେ ତାର ଭୂମିକାଟି ଶେଷ ହେଇଯିବ। ସେ ତାର ମୂଳ ଅମର ଉତ୍ସ ନିକଟକୁ ପ୍ରତ୍ୟାବର୍ତ୍ତନ କରିଯିବ। ମୃତ୍ୟୁ ହଉଛି ଅନ୍ଧକାରର ପ୍ରତୀକ। ମୃତ୍ୟୁର ଚକ୍ଷୁ ମଧ୍ୟକୁ ଦୃଷ୍ଟିପାତ କରୁଛନ୍ତି ମା ସାବିତ୍ରୀ। ମୃତ୍ୟୁ ଦେଖୁଛି ଜୀବନ୍ତ ସତ୍ୟକୁ ଏବଂ ଦେଖୁଛି ସେ ହଉଛନ୍ତି ଈଶ୍ୱରଙ୍କର ଶକ୍ତି ସ୍ୱୟଂ ମା ଭଗବତୀ। ମୃତ୍ୟୁକୁ ଏଠାରେ ମୃତ୍ୟୁହୀନ ବୋଲି କୁହାଯାଇଛି, ଅମର ବୋଲି କୁହାଯାଇଛି। କାରଣ ମୃତ୍ୟୁ ଏକ ଦିବ୍ୟ ତତ୍ଵ, ତାର ମୃତ୍ୟୁ ନାହିଁ। ଅଜ୍ଞାନତାର ଜଗତରେ ସେ ସ୍ଥାୟୀ ଭାବରେ ପ୍ରତିଷ୍ଠା ଲାଭ କରିଛି। ଜୀବନର ପରିପୂର୍ଣ୍ଣତା ପାଇଁ ତାର ଭୂମିକା ମଧ୍ୟ ରହିଛି। ଯେତେବେଳେ ଜୀବନ ପରିପୂର୍ଣ୍ଣତା ପ୍ରାପ୍ତ କରିବ, ପରିପୂର୍ଣ୍ଣ ହେଇଯିବ, ସେତେବେଳେ ତାର ଭୂମିକାଟି ଶେଷ ହେଇଯିବ ଏବଂ ସେ କଣ କରିବ ନା ତାର ଯୋଉ ମୂଳ ଉତ୍ସ ଅମର ଉତ୍ସ ତା ନିକଟକୁ ପ୍ରତ୍ୟାବର୍ତ୍ତନ କରିଯିବ। ସମୟ ଅତିକ୍ରାନ୍ତ ହେଇଛି। ବର୍ତ୍ତମାନ ଏହି ପ୍ରସଙ୍ଗକୁ ପ୍ରଭୁ ଏବଂ ମାଙ୍କ ଚରଣରେ ସମର୍ପଣ ପୂର୍ବକ ସମସ୍ତଙ୍କୁ ଧନ୍ୟବାଦ ଦଉଛି। ବନ୍ଦେ ମାତରମ୍।